ଭାରତରେ ଅନେକ ଆକର୍ଷଣୀୟ ଏବଂ ଚମତ୍କାରୀ ଗଛ ରହିଛି। ଆଜିକାର ଏ ଭିଡ଼ିଓ ମାଧ୍ୟମରେ ଆମେ ଆପଣଙ୍କୁ ଏପରି ଏକ ଗଛ ବିଷୟରେ କହିବୁ ଯେଉଁ ଗଛ ବୈଜ୍ଞାନିକ ଏବଂ ଆଧ୍ୟାତ୍ମିକ ଦୃଷ୍ଟିକୋଣରୁ ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ ଅଟେ। ଗଛଟିର ନାମ ହେଉଛି ଅତିବଳା କିମ୍ବା ମହାବଳା, ଅର୍ଥାତ୍ ଶବ୍ଦ ଅନୁଯାୟୀ ଯେଉଁ ଗଛରୁ ଅଧିକ ବଳ ମିଳିଥାଏ ତାହାକୁ ଅତିବଳା କୁହାଯାଏ। ତେବେ ମାନ୍ୟତା ରହିଛି ଯେ ଯଦି ମନୁଷ୍ୟ ଏହି ଗଛର ଚେରକୁ ଶୁଖାଇ ପାଉଡର କରି 1 ବର୍ଷ ପର୍ଯ୍ୟନ୍ତ ସେବନ କଲେ ତେବେ ତାହା ଶରୀରରେ ଏକ ହାତୀ ସମାନ ବଳ ଆସିଥାଏ। ସେହିଭଳି 2 ବର୍ଷ ଏହାର ସେବନ କଲେ 10ଟି ହାତୀର ବଳ ଏବଂ 3 ବର୍ଷ ସେବନ କଲେ 100ଟି ହାତୀର ବଳ ଆସିଥାଏ। 4 ବର୍ଷ ସେବନ କଲେ 1000 ହାତୀର ବଳ ଏବଂ 5 ବର୍ଷ ସେବନ କଲେ 10,000 ହାତୀର ବଳ ସମାନ ଆସିଥାଏ। ଭଗବାନ ବିଷ୍ଣୁ ଆୟୁର୍ବେଦର ରାଜା ଅଟନ୍ତି। ଯେଉଁ ସବୁ ଆୟୁର୍ବେଦିକ ଔଷଧକୁ ମନୁଷ୍ୟ ସେବନ କରିଥାଏ ତାହା ଭଗବାନ ବିଷ୍ଣୁଙ୍କ କୃପାରୁ ମନୁଷ୍ୟକୁ ପ୍ରାପ୍ତ ହୋଇଥାଏ ବୋଲି ଅନେକ ଜ୍ୟୋତିଷଶାସ୍ତ୍ରରେ ବର୍ଣ୍ଣିତ ହୋଇଛି। ଅତିବଳା ଗଛର ମୂଳକୁ ଧାରଣ କରିବା ଦ୍ୱାରା ନବଗ୍ରହ ଦୋଷ ଦୂର ହେବା ସହିତ ମନୁଷ୍ୟର ଜୀବନ ଧାରଣରେ ମଧ୍ୟ ସୁଧାର ଆସିଥାଏ। ବୁଧବାର ଦିନ ଏହି ଗଛର ମୂଳକୁ ରୂପାର ତାବିଜ ମଧ୍ୟରେ ପୁରାଇ ଧୂପ ଧୂଆଁରେ ରଖି ଧାରଣ କଲେ ନବଗ୍ରହ ସମସ୍ୟାକୁ ଦୂର ହୋଇଥାଏ। ଭୂତ ପ୍ରେତ ଭଳି ସମସ୍ୟାଠାରୁ ମୁକ୍ତି ପାଇବାକୁ ଯାଉଥିଲେ ଶ୍ରୀ ହନୁମାନଙ୍କୁ ଏହି ଅତିବଳା 24 ଘଣ୍ଟା ପର୍ଯ୍ୟନ୍ତ ଏହି ଗଛର ମୂଳକୁ ଅର୍ପିତ କରି ନାଲି କପଡ଼ାରେ ବାନ୍ଧି ଡାହାଣ ବାହୁରେ ଧାରଣ କରନ୍ତୁ। ପୁରୁଷମାନେ ସାଧାରଣତଃ ଡାହାଣ ହାତରେ ବାନ୍ଧି ପାରିବେ। ଏହି ଗଛର ମୂଳକୁ ରୂପା ତାବିଜ ମଧ୍ୟରେ ରଖି ହାତରେ ବାନ୍ଧିବା ଦ୍ୱାରା ସବୁଠି ମାନସମ୍ମାନ ପ୍ରାପ୍ତ ହୋଇଥାଏ। ଏହି ଗଛର ମୂଳକୁ ପେଶି ତିଲକ କରିବା ଦ୍ୱାରା ଆପଣ ଯାହାକୁ ଇଚ୍ଛା ତାହାକୁ ନିଜର ବଶବର୍ତ୍ତୀ କରିପାରିବେ। ଯଦି ଆପଣ ଏହାକୁ ନାଲି କିମ୍ବା ଧଳା କପଡ଼ାରେ ବାନ୍ଧି ଘରର ଧନ ରଖାଯାଉଥିବା ସ୍ଥାନରେ ରଖିଲେ ମାତା ଲକ୍ଷ୍ମୀ ଶୀଘ୍ର ପ୍ରସନ୍ନ ହୁଅନ୍ତି ଏବଂ ଧନରେ ଅଭିବୃଦ୍ଧି ମଧ୍ୟ ହୋଇଥାଏ। ଘରର ସିନ୍ଦୁକରେ ରଖିଲେ ଏହା ଅଧିକ ଖର୍ଚ୍ଚରୁ ନିୟନ୍ତ୍ରଣ କରିଥାଏ। କାର୍ଯ୍ୟକ୍ଷେତ୍ର କିମ୍ବା ବ୍ୟବସାୟ ସ୍ଥାନରେ ରଖିଲେ ଲାଭ ହୋଇଥାଏ। ଏହାର ମୂଳକୁ ଶୁଙ୍ଘିବା ଦ୍ୱାରା ଭୂତ ପ୍ରେତ ଜନିତ ସମସ୍ୟା ଦୂର ହୋଇଯାଏ। ଏହାକୁ ଧାରଣ କରିବା ଦ୍ୱାରା ଏକାଧିକ ରୋଗରୁ ମଧ୍ୟ ମୁକ୍ତି ମିଳିଥାଏ। ଅନେକ ଗମ୍ଭୀର ପୁରୁଣା ରୋଗ ମଧ୍ୟ ଠିକ୍ ହୋଇଯାଏ।